ଆସିଲା ଆସିଲା ପଣସ ଆସିଲା। ବାପରେ ମାଧବ ଆମର ଟେକିଦେଲା। ବଡ଼ ପଣସଟେ ହେଇଛି। ଝିଅ ଆମର ଟେକି ଧରି ପୁରା ଧାଇଁଲାଣି। ଦେଖନ୍ତୁ କେଡ଼େ ବଡ଼ ପଣସଟେ ହେଇଛି। କ୍ୟାମେରାରେ ଏତିକି ଦିଶୁଛି, ରିଅଲ୍ ଦେଖି କେଡ଼େ ବଡ଼ଟେ ପୁରା ଦିଶୁଛି। ମୁଁ କାହିଁ ବାକି ରହିବି, ମୁଁ ଟିକେ ଟେକିଦେବା ଆଉ। ଦେଖନ୍ତୁ କେତେ ବଡ଼ ହେଇଛି। ଆଉ ଏଇଟା ଦିଆଯାଏ ପାଚିବା ପାଇଁ ପଣସ କଞ୍ଚା ବେଳେ ହିଁ। କାଠ ଖଣ୍ଡେ ବା କାଠି ଖଣ୍ଡେ ଦିଆଯାଏ, ପଣସଟା ଜଲ୍ଦି ପାଚିବ। କିନ୍ତୁ ସାବିତ୍ରୀ ପାଇଁ ଅଣା ହେଇଥିଲା, ପାଚିଲାନି। ସାବିତ୍ରୀ ପରେ ପାଚିଲା, ଆଉ କ'ଣ କରିବା। ଛାଡ଼, ପୂଜା କରିବା ପାଇଁ ଯୋଗ ନାହିଁ ଆଉ। ଯାହା ବି ହଉ, ବଢ଼ିଆ ପଣସଟେ ବାହାରିଛି। ବାସ୍ନା ପୁରା ଭଣ ଭଣ। କାହାକୁ ପଣସ ଭଲ ଲାଗେ ନିହାତି ଭାବରେ କହିବେ, ଆଉ ଲାଇକ୍ଟେ ସିଓର କରିବେ ଭିଡ଼ିଓରେ ଯାହାକୁ ପଣସ ପସନ୍ଦ। ଆଉ ମୁଁ ରହିପାରିଲିନି, ମୁଁ ଯେହେତୁ କାଢ଼ୁଛି, ଗୋଟେ ଚାଖିଦେଲି। ଆଉ ପ୍ରବଳ ମିଠା, ମାନେ ରସଗୋଲା ମିଠା ପୁରା, ମହୁ ପୁରା ହେଲା। ଜମିଲା ପୁରା ଆଉ। ଗୋଟେ ପଣସ ପଇସା ଦେଇକି ଆଣିଥିବ, ତାର ପଇସାର ମୂଲ୍ୟ ପୁଣି ମିଳିବାର ଅଛି ନା। ଏତକ ମୁଁ ଖାଇସାରିଲିଣି। ଯେତିକି ପଣସ ଖାଆନ୍ତୁ, ଯଦି ଏ ଜିନିଷଟା କାଢ଼ିଦେବେ ତାହେଲେ ନିହାତି କେବେ ବି ପେଟ କାଟିବନି, ଯେତେ ପଣସ ଖାଇଲେ ବି। ଏଇଟା କିଏ ଜାଣିଛନ୍ତି ନା ନାହିଁ ମୋତେ କହିବେ। ପଣସଟା ଏମିତି ନେବେ, ଖାଇବେ, ତାର ମଞ୍ଜି କାଢ଼ିବେ, ଆଉ ଚୋବେଇ 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 ସେ ଲାଷ୍ଟ ଜିନିଷଟା ଗୋଟେ ଥାଏ, ସେଇଟା କାଢ଼ିଦେବେ। ସେଇଟା ହିଁ ପେଟକୁ ଗଲେ, ପଣସ ଜଣେ ଜଣେ ଖାଇଲେ ପେଟ କାଟେ, ବାନ୍ତି ହୁଏ, ଏସିଡ଼୍ ହୁଏ, ଏସବୁ ହୁଏ। ଯାହାର ବି ହେଉଥିବ, ଯଦି ପଣସ ଖାଉଛନ୍ତି, ଏମିତି ଦେଖନ୍ତୁ ମୁଁ କେମିତି ଖାଉଛି। ଆକୁ ପୁରା ଚୋବେଇ 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 ଖାଇବେ, ଲାଷ୍ଟକୁ ଏଇ ଜିନିଷଟା ବାହାରିବ। ଦେଖନ୍ତୁ ମୁଁ ଦେଖାଉଛି କାଢ଼ିକି। ଏଇଟା ଯଦି ବାହାରି ପଡ଼ିଲା, ଜମା ପେଟ କାଟିବନି।